ସାଙ୍ଗମାନେ ଜୟ ଜଗନ୍ନାଥ। ଶୁଭ ସକାଳରେ ସାଙ୍ଗମାନେ, ମୁଁ ସଞ୍ଜୟ କୁମାର ମଲ୍ଲିକ, ଆପଣଙ୍କ ଭାଉଜ ସ୍ୱାଗତିକା ମଲ୍ଲିକ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ଆପଣମାନଙ୍କୁ ସର୍ବପ୍ରଥମେ ସ୍ୱାଗତ ଜଣାଉଛୁ। ସାଙ୍ଗମାନେ ଆଜିର ଭିଡ଼ିଓଟି ଆପଣମାନଙ୍କର ମନଛୁଆଁ ହେବ ବୋଲି ଆମେ ରଖିଛୁ। ପ୍ଲିଜ୍ ସାଙ୍ଗମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଭିଡ଼ିଓର ମଜା ନିଅନ୍ତୁ। ଆସ ଆମେ ଦେଖିନେବା ସ୍ୱାଗତିକା ଭାଉଜ ଆମର ସକାଳୁ ସକାଳୁ କ'ଣ କରୁଛନ୍ତି। ଦେଖନ୍ତୁ ସାଙ୍ଗମାନେ, ସ୍ୱାଗତିକା ଭାଉଜ, ମୁଁ ଭାବୁଛି ଏ ତ ହେଉଛି ସଜନା ପତ୍ର ଆଣିକି ଆଜି ଶାଗ କରି ଖାଇବେ। ବହୁତ ମନ କଲେ, ସେଥିପାଇଁ ମୁଁ ସକାଳୁ ଦୋକାନକୁ ଯାଇ ଏ ସଜନା ପତ୍ର ନେଇ ଆସିଲି। ସାଙ୍ଗମାନେ, ଭାଉଜ ସଜନା ପତ୍ର ଖାଇବାର ଅଭିପ୍ରାୟ କ'ଣ ସେ ଆପଣମାନଙ୍କୁ ଜଣାଇବେ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ମଜା ନିଅନ୍ତୁ। ଆଜି ବହୁତ ସୁନ୍ଦର ପ୍ରଶ୍ନ ଦୁଇଟି ରଖିଛୁ, ଯେ କି ଆପଣମାନେ ଦେଖିଲେ ନିଶ୍ଚିନ୍ତ ଆପଣମାନେ କିଛି ଶିଖିବେ, ଜାଣିବେ। ସାଙ୍ଗମାନେ, ଯଦି ଆମ ଚ୍ୟାନେଲକୁ ନୂଆ ଆସିଥାନ୍ତି ପ୍ଲିଜ୍ କରିଦିଅନ୍ତୁ ସବସ୍କ୍ରାଇବ୍। ଏଇଭଳି ଶିଖିଲା ଭଳି ଭିଡ଼ିଓ ଆପଣମାନଙ୍କ ମନୋରଞ୍ଜନ ପାଇଁ ଆମେ ରଖିବୁ। ଆପଣମାନେ ଡେଲି ଦେଖିବେ, ଏଥିରୁ କିଛି ଜାଣିବେ। ସାଙ୍ଗମାନେ, ଏବେ ମୁଁ ତ ବହୁତ ଗପି ସାରିଲିଣି, କାରଣ ଭାଇ ବେଶୀ ଟିକେ ଗପରା। ଆସ ଆମେ ଚାଲିଯିବା ଏବେ ଭାଉଜଙ୍କ ପାଖକୁ। ଭାଉଜଙ୍କୁ ପଚାରିବା ସଜନା ପତ୍ର ଖାଇବା ଦ୍ୱାରା କ'ଣ ମଣିଷଙ୍କର ଉପକାରରେ ଆସିଥାଏ। ଭାଉଜ ଆମର କହିବେ, ତାପରେ ଦେଖାଯାଉ। ଆପଣମାନେ ହିଁ କମେଣ୍ଟରେ ଦେବେ ଯାହା ଜାଣିଛନ୍ତି। ସ୍ୱାଗତିକା ଭାଉଜ, ଭଲ ଭାବରେ କୁହ, ଯଦି ତୁମେ ଏ ପତ୍ରଟି ଖାଉଛ, ଏ ପତ୍ରର ଉପକାର କ'ଣ? ଦେଖାଯାଉ ସାଙ୍ଗମାନେ, ଭାଉଜ ଆମର କ'ଣ କହିବେ। ପାଖକୁ ଟିକେ ଚାଲିଯିବା। ମୁଁ କ'ଣ ଜାଣିଛି, ତମେ କୁହ। ସାଙ୍ଗମାନେ ଜାଣିବେ, ଶିଖିବେ। ଶାଗ ଖାଇବାର କେତେ ମହାନ ତମେ ଜାଣିନ? ଜାଣିନାହିଁ କହିଲ। ସଜନା ପତ୍ର ଯେଉଁ ଶାଗ ଖାଇବା ଦ୍ୱାରା ମଣିଷର କେଉଁ ଉପକାରରେ ଆସିଥାଏ, ଭାଉଜ ଆମର କହିବେ। ବିପି ଯାହାର ହାଇ ଥିବ, ସଜନା ଶାଗ ଖାଇଲେ ବିପି ଟିକେ କମ୍ ଆସିବ। କଞ୍ଚା ପତ୍ରକୁ ବି ବାଟିକି ପିଇଦବ। ମାନେ ସାଙ୍ଗମାନେ, ମୁଁ ଆଗରୁ କହିଛି ବିପିଟା ବହୁତ ଆପଣମାନଙ୍କର କିଛି ଉପକାର ଆସିବ। ସାଙ୍ଗମାନେ ଏତିକି ମନେ ରଖନ୍ତୁ। ଆଉ କ'ଣ ଖାଇଲେ ଭାଉଜ ଜାଣିଛନ୍ତି କିନ୍ତୁ କହିବେ ନାହିଁ, ଆପଣମାନେ କମେଣ୍ଟରେ ଜଣାଇବେ। ସାଙ୍ଗମାନେ, ଭାଉଜଙ୍କର କହିବା କଥା ଆପଣମାନଙ୍କୁ, ସଜନା ଶାଗ ଯେଉଁ ପତ୍ରଟି ଖାଇବା ଦ୍ୱାରା ମଣିଷର ଯେଉଁ ବିପିଟି ହାଇ ହୋଇଥାଏ ସେ କମ୍ ହୋଇଥାଏ। ସେଥିପାଇଁ ଭାଉଜ ଆଣି ମୋତେ ସକାଳୁ କହିଲେ, ତୁମେ ଯାଅ ଦୋକାନକୁ ନେଇ ଆସିବ ସଜନା ଶାଗ। ମୁଁ ଚାଲିଗଲି ଏବଂ ସଜନା ଶାଗ ନେଇ ଆସିଲି। ଭାଉଜଙ୍କୁ ପଚାରିଲି, ଏ ସଜନା ଶାଗର ଉପକାର କ'ଣ ଅଛି? ଭାଉଜ କହିଲେ, ମୁଁ ତୁମକୁ ଏମିତି କହିବି ନାହିଁ, ଭିଡ଼ିଓ ମାଧ୍ୟମରେ କହିବି। ସାଙ୍ଗସାଥି ସମସ୍ତେ ଦେଖିବେ, ଶିଖିବେ, ଜାଣିବେ। ସେଥିରେ ତୁମେ ବି ମଧ୍ୟ ଜାଣିପାରିବ। ମୋତେ ଯେତେ ପଚାରି ଭାଉଜ ମୋତେ କହିଲେ ନାହିଁ, କିନ୍ତୁ ମୁଁ ଚାଲିଗଲି, ସଜନା ଶାଗ ନେଇ ଆସିଲି। ଦେଖନ୍ତୁ ପୁରା ବିଡ଼ା ପଡ଼ିଛି, ଆପଣମାନଙ୍କୁ ଭଲ ଭାବରେ ଦେଖନ୍ତୁ କେତେ ବଡ଼ ବିଡ଼ା। ଏ ବିଡ଼ାଟି 50 ଟଙ୍କା ନେଲା, ମୁଁ କିଣି ଆଣିଲି। ସାଙ୍ଗମାନେ ଦେଖନ୍ତୁ, ଭାଉଜ କହୁଛନ୍ତି ସଜନା ଶାଗ ଖାଇବା ଦ୍ୱାରା ବିପି କମ୍ ହୋଇଥାଏ। ଆହୁରି ଭାଉଜ ଅନେକ କିଛି ଜାଣିଛନ୍ତି କିନ୍ତୁ କହିବେ ନାହିଁ। ବିପି ମଣିଷଙ୍କୁ କମ୍ ହେବାକୁ ହେଲେ କ'ଣ ଖାଇବା ନିହାତି ଦରକାର। ଭାଉଜ ତ ଗୋଟିଏ ଆପଣମାନଙ୍କୁ ଉଦାହରଣ ସ୍ୱରୂପ ଦେଖାଇଦେଲେ ଏବଂ କହିଦେଲେ। ସାଙ୍ଗମାନେ, ପ୍ଲିଜ୍ ଆପଣ ଯାହା ଜାଣିଛନ୍ତି ଗୋଟିଏ କମେଣ୍ଟରେ ଆପଣ ଲେଖି ଦିଅନ୍ତୁ, କାରଣ ଅନେକ କିଛି ଥାଇପାରେ ଏମିତି ଯେ କି ବିପି କମେଣ୍ଟରେ ଜଣାଇଲେ ଆଉ କ'ଣ ଖାଇଲେ ବିପିଟି ଆଉ ଟିକେ କମ୍ ହେବ, ମାନେ ନର୍ମାଲକୁ ଚାଲି ଆସିବ। ଭାଉଜଙ୍କ କହିବା କଥା, କିନ୍ତୁ ଭାଉଜ ଗୋଟିଏ ଜାଣିଛନ୍ତି, ଏଇଟା ହେଉଛି ସବୁଠାରୁ ଉପକାର ଜିନିଷ ସଜନା ଶାଗ ଖାଇବା ଦ୍ୱାରା, କିନ୍ତୁ ବିପି ଲୋ ହୋଇଥାଏ। ଲୁଣ କାହିଁ କହୁଛ, ସେ ବା କହିବେ। ସାଙ୍ଗମାନେ, ଭାଉଜ କହୁଁ କହି ଆସୁଛନ୍ତି। ସାଙ୍ଗମାନେ, ଆପଣମାନେ କୁହନ୍ତୁ, ଭାଉଜ କହୁଁ ଆଉ ଗୋଟେ କହିଦେଲେ ଲୁଣ। ଆଉ ଆମେ କହିବୁନି ସାଙ୍ଗମାନେ, ଭାଉଜଙ୍କ କହିବା କଥା। ଭାଉଜ କହୁଁ କହିଦେବେ, ଆପଣମାନେ ଶୁଣିଦେବେ।
ସାଙ୍ଗମାନେ ଆପଣମାନେ ଯାହା ଜାଣିଛନ୍ତି ଆପଣମାନେ କମେଣ୍ଟରେ ଲେଖନ୍ତୁ। ବହୁତ ସୁନ୍ଦର ଭିଡ଼ିଓଟି ବନେଇଛି, ଆପଣମାନେ କହିଲେ ଆମକୁ ବହୁତ ଖୁସି ଲାଗିବ। ଦେଖାଯାଉ ଭାଉଜ ଦୁଇଟି ଇମ୍ପୋର୍ଟାଣ୍ଟ ଜିନିଷ କହିଦେଲେ, କିନ୍ତୁ ଭାଉଜ ଯଦି ଠିକ୍ କହିଛନ୍ତି ଆପଣମାନେ ଭାବୁଛନ୍ତି, ଯଦି କୌଣସି ଉତ୍ତର ଆପଣମାନେ ନ ପାଇବେ ସାଙ୍ଗମାନେ, ପ୍ଲିଜ୍ ଆପଣମାନେ ଲେଖିଦିଅନ୍ତୁ ସଜନା ଶାଗ ନମକ ଯେଉଁ ସଲ୍ଟ ଆପଣ ଲେଖିପାରନ୍ତି, କିନ୍ତୁ କମେଣ୍ଟଟି ନିହାତି ଦେବ ସାଙ୍ଗମାନେ, କାରଣ ଆପଣମାନଙ୍କ ମନୋରଞ୍ଜନ ପାଇଁ ଏ ଭିଡ଼ିଓଟି ଆମେ ବନେଇଛୁ। ଏଥିରେ କିଛି ଶିଖିବେ ଜାଣିବେ, କିନ୍ତୁ ଆପଣଙ୍କ କମେଣ୍ଟ ଆମ ପାଇଁ ବହୁତ ମୂଲ୍ୟବାନ ସାଙ୍ଗମାନେ। ଉତ୍ତରଟି ଖୋଜନ୍ତୁ, ଉତ୍ତରଟି ଯଦି ନ ପାଇଲେ ସେଇ ସଜନା ଶାଗ ନହେଲେ ସଲ୍ଟ ଲେଖିପାରନ୍ତି, କିନ୍ତୁ ଆପଣମାନେ ବିଶ୍ୱାସ ରଖନ୍ତୁ ଭାଉଜ ଠିକ୍ ଉତ୍ତର ଦେଇଛନ୍ତି କି ନାହିଁ ଆପଣମାନେ ନିଜ ମନକୁ ପଚାରିବ। ଯଦି ଉତ୍ତରଟି ପାଇବେ ତାହେଲେ ଲେଖନ୍ତୁ, ନହେଲେ ଆପଣମାନେ ବି ହାରିଯିବେ। ନା କ'ଣ କହୁଛ? ମୁଁ ଆଶା କରେ ଭାଉଜ ତ ଠିକ୍ କହିଛନ୍ତି ଦୁଇଟି, କାରଣ ଏ ପ୍ରଶ୍ନର ଉତ୍ତରଟି ଅନେକ ଲୋକ କିଛି ନା କିଛି ଜାଣିଥାନ୍ତି, ସେଥିପାଇଁ ଆପଣମାନେ ତ ନିଶ୍ଚୟ ଜାଣିଥିବେ ଆମର ବେଷ୍ଟ ଫ୍ରେଣ୍ଡ। ତାହେଲେ ସାଙ୍ଗମାନେ ପ୍ରଥମ ଢଗ ପ୍ରଶ୍ନଟି ବହୁତ ମଜା ହେଇଗଲା ଆଜି। ଆଶା ଆମେ ଚାଲିଯିବା ଏବେ ସେକେଣ୍ଡ ଢଗ ପ୍ରଶ୍ନକୁ। ସାଙ୍ଗମାନେ ମୁଁ ଏବେ ଚାଲିଯିବି ସେକେଣ୍ଡ ଢଗ ପ୍ରଶ୍ନକୁ। ଆପଣମାନେ ଶୁଣନ୍ତୁ, ଏଥିରେ ଅନେକ କିଛି ଜେନେରାଲ ନଲେଜ ସହିତ ଆଧାରିତ ଅନେକ କିଛି ମଜାଦାର ଭିଡ଼ିଓ ଅଛି, ଆପଣମାନେ ଦେଖିଲେ ସିନା ଜାଣିବେ। ତାହେଲେ ସାଙ୍ଗମାନେ ଏତିକି ରିକ୍ୱେଷ୍ଟ, ଚ୍ୟାନେଲକୁ ମାନେ ସବସ୍କ୍ରାଇବ୍ କରି ଆପଣମାନଙ୍କ ବନ୍ଧୁବାନ୍ଧବ ଓ ପରିଜନଙ୍କ ପାଖକୁ ସେୟାର କରନ୍ତୁ, ସେମାନେ ମଧ୍ୟ ଦେଖିବାର ସୁଯୋଗ ନେବେ ସାଙ୍ଗମାନେ। ଏବେ ମୁଁ ଚାଲି ଯାଉଛି ଭାଉଜଙ୍କ ପାଖକୁ, ଟିକେ ଘର ବୁଲେଇ ଦେଉଛି। ଦେଖନ୍ତୁ ସାଙ୍ଗମାନେ, ଆମେ ବାହାରେ ବସି ଏ ଭିଡ଼ିଓଟି ବନାଉଛି। ଏ ଛାତ ଦେଖନ୍ତୁ, ଏ ହେଉଛି 4th ଫ୍ଲୋର, କାରଣ ଆମକୁ କୌଣସି ଜାଗାକୁ ଯିବାକୁ ଆମର ସମୟ ହେଉନି। ଏ ଗଛ ଭାଉଜ ଲଗେଇଛନ୍ତି, ସେଥିପାଇଁ ଭାବିନେଲି ଯାହା ହେଲେ ବି ଘର ଭିତରେ ବନେଇଲେ ବି ଚଳିବ। ସାଙ୍ଗସାଥି ଯଦି ଆମକୁ ଭଲ ପାଇବା ଦେଇଥିବେ, ଭଲ ଦେଇଥିବେ, ତାହେଲେ ନିଶ୍ଚିନ୍ତ ଆମ ଭିଡ଼ିଓକୁ ଦେଖିବେ ଏବଂ ଆମକୁ ଆଗକୁ ଯିବାକୁ ମାର୍ଗ ଦେଖାଇବେ। ଆମେ ଜାଣିଛୁ ସାଙ୍ଗମାନେ, ଆପଣମାନେ ଆମ ସପୋର୍ଟରେ ଅଛନ୍ତି, ଆପଣମାନେ ଆମକୁ ଅନେକ କିଛି ସପୋର୍ଟ କରୁଛନ୍ତି, ସେଥିପାଇଁ ଆମେ ଆସି ବହୁତ ଦୂରରେ ପହଞ୍ଚି ସାରିଛୁ। ଯେ କି ରାସ୍ତା ତ ବହୁତ ଦୂର, କିନ୍ତୁ ଧରିବାକୁ ହେଲେ ଆମକୁ ଆମ କର୍ମ କରିବାକୁ ପଡ଼ିବ। ନା କ'ଣ କହୁଛ ଭାଉଜ? ସ୍ୱାଗତିକା ଭାଉଜ ଠିକ୍ କହୁଛନ୍ତି। ଦେଖନ୍ତୁ, କିନ୍ତୁ ନିଜ କର୍ମ କରି ଚାଲ। ସାଙ୍ଗମାନେ ଭାଉଜ ଆଜି ମନ ଭିତରେ ସ୍ଥିର କରି ନେଇଛନ୍ତି, ଆଜି ଭାଉଜ ହିଁ ପଚାରିବେ ଦୁଇଟି ପ୍ରଶ୍ନ, କିନ୍ତୁ ମୋ ପ୍ରଶ୍ନଟି ମୁଁ ସ୍ଥଗିତ ରଖିଲି। କିନ୍ତୁ ପ୍ଲିଜ୍ ସାଙ୍ଗମାନେ ମୋ ପ୍ରଶ୍ନ ପାଇଁ ଆଗାମୀ ଭିଡ଼ିଓକୁ ଅପେକ୍ଷା ରହିବେ। ନିଶ୍ଚିନ୍ତ ଆପଣମାନଙ୍କ ମନୋରଞ୍ଜନ ପାଇଁ ଆସନ୍ତାକାଲି ମୁଁ ଆଣିବି ବହୁତ ସୁନ୍ଦର ଭିଡ଼ିଓଟି ଭାବିଥିଲି, କିନ୍ତୁ ଭାଉଜ ଯେତେବେଳେ କହୁଛନ୍ତି, ଭାଉଜଙ୍କ ପାଇଁ ଆଜି ମୁଁ ଚାନ୍ସ ଦେଉଛି, କାରଣ ଭାଉଜ ସମୟ ଟିକେ ନେଉଛନ୍ତି ଆପଣମାନଙ୍କ ପାଖରୁ କିଛି ସେୟାର କରିବା ପାଇଁ। କରନ୍ତୁ, ତାହେଲେ କୁହ। ଯୋଉ ଶାଗ ବିଷୟରେ କହିବି। ହଁ, ସେଇ ଶାଗ ବିଷୟରେ ଆଜି ଭାଉଜ କହିବେ। ଦେଖନ୍ତୁ ସାଙ୍ଗମାନେ, ଆଜି ଶିଖିବା କେଉଁ ଶାଗ ଖାଇଲେ ଆଣ୍ଠୁ ଗଣ୍ଠି ଧରିବ ନାହିଁ। ସାଙ୍ଗମାନେ ଭାଉଜଙ୍କର କହିବା କଥା, ଏମିତି କେଉଁ ଶାଗ ଅଛି ଯେଉଁ ଶାଗଟିକୁ ଆମେ ଖାଇଲେ ଆମର ଆଣ୍ଠୁ ଗଣ୍ଠି ହାଡ଼ବିନ୍ଧା ଏସବୁ କିଛି ହୋଇନଥାଏ। ସେ ଶାଗର ନାମଟି ଆପଣମାନେ କମେଣ୍ଟ ଦିଅନ୍ତୁ। ଭାଉଜ ମୋତେ କହିବେ ନାହିଁ, କାରଣ ପ୍ରଥମ ଢଗ ପ୍ରଶ୍ନରେ ସେ କହିଦେଇଛନ୍ତି। ଏଥିରେ ଅନେକ କିଛି ଜେନେରାଲ ନଲେଜ, ସାଧାରଣ ଜ୍ଞାନ ସହିତ ଆଧାରିତ ଏ ଭିଡ଼ିଓଟି ଆପଣଙ୍କ ମନ ଛୁଇଁଥିବ ସାଙ୍ଗମାନେ, ଏ ବିଶ୍ୱାସ ଆମେ ରଖିଛୁ। ଭାଉଜ ବାଛୁ କେତେ ବାଛି ସାରିଲେଣି ଦେଖନ୍ତୁ ସାଙ୍ଗମାନେ, ବହୁତ ସୁନ୍ଦର ଭାବରେ ବାଛି ନେଉଛନ୍ତି। ପତ୍ରଟି ଅବଶ୍ୟ ହଜମ ଏତେ ଶୀଘ୍ର ହୁଏନି ନା, କିନ୍ତୁ ତାକୁ ଭଲ ଭାବରେ ଭାଜିଲେ ରସୁଣ ଫସୁଣ ଦେଇକି କ'ଣ ଦେଇ କରିବ ତାକୁ ଟିକେ କହିଲେ ଦେଖିଆ। ସଜନା ହେଉ, ସିଏ ତ ଛାଡ଼, ସେ ଯାହା କହିବ, କିନ୍ତୁ ସାଙ୍ଗମାନେ ଭୁଲିଯିବେ ସେକେଣ୍ଡ ପ୍ରଶ୍ନଟି କ'ଣ। ସେକେଣ୍ଡ ପ୍ରଶ୍ନଟି ରହିଛି ସାଙ୍ଗମାନେ, ଏମିତି କେଉଁ ଶାଗ ଅଛି ଯେଉଁ ଶାଗଟିକୁ ଖାଇଲେ ମଣିଷଙ୍କର ଆଣ୍ଠୁ ଗଣ୍ଠି ବିନ୍ଧା, ଗୋଡ଼ ବିନ୍ଧା ସବୁ ବନ୍ଦ ହୋଇଯାଇଥାଏ, ମାନେ ଭଲ ହୋଇଯାଇଥାଏ। ସାଙ୍ଗମାନେ ପ୍ଲିଜ୍ ଆପଣମାନେ କମେଣ୍ଟରେ ଲେଖନ୍ତୁ। ଆପଣମାନେ ତ ଆମର ବେଷ୍ଟ ଫ୍ରେଣ୍ଡ, ଆପଣମାନଙ୍କ ସପୋର୍ଟ ଦ୍ୱାରା ଆମେ ଅନେକ ଦୂରରେ ପହଞ୍ଚି ସାରିଛୁ। ରାସ୍ତା ତ ବହୁତ ଦୂର, ଆମେ ଜାଣିଛୁ ସାଙ୍ଗମାନେ। ଆପଣମାନେ କେମିତି ଅଛନ୍ତି ସାଙ୍ଗମାନେ? ଆପଣମାନେ ଭଲରେ ଥାଆନ୍ତୁ, ଆମ ଭିଡ଼ିଓକୁ ଏଇଭଳି ଦେଖନ୍ତୁ, ମନୋରଞ୍ଜନ କରନ୍ତୁ। ଆସ ଆମେ ଦେଖିନେବା ସ୍ୱାଗତିକା ସଞ୍ଜୟ ଭାଇଙ୍କର ଦମଦାର ଧମାଲ ପ୍ରଶ୍ନ, ସୁନ୍ଦର
ଟିକି ଭିଡ଼ିଓଟିକୁ ମନ ପସନ୍ଦର ଭିଡ଼ିଓଟିଏ। ତାହେଲେ ସାଙ୍ଗମାନେ ଆଜି ତ ଆମର ସମୟ ହୋଇଗଲାଣି। ଆପଣମାନଙ୍କ ପାଇଁ 2ଟି ପ୍ରଶ୍ନ ରଖିଥିଲୁ। ଆପଣମାନେ କ'ଣ ଉତ୍ତର ଦେବେ ନାହିଁ? ନିଶ୍ଚିନ୍ତ ଦେବେ। ତାହେଲେ ଆପଣଙ୍କ ଉତ୍ତରକୁ ଆମେ ଅପେକ୍ଷାରେ ରହିଲୁ। କମେଣ୍ଟ ବକ୍ସଟି ସବୁବେଳେ ପାଇଁ ଖୋଲା ରଖିଛୁ ସାଙ୍ଗମାନେ। କେଉଁ ସାଙ୍ଗମାନେ ଆମର ବେଷ୍ଟ ଫ୍ରେଣ୍ଡ କେଉଁ ଜାଗାରୁ କହୁଛନ୍ତି ଆପଣମାନେ ପ୍ଲିଜ୍ ଲେଖିଦେବେ, କାରଣ ସେ କମେଣ୍ଟ ବକ୍ସଟି ଖୋଲା ରହିଲେ ଭଲ ଲାଗୁନି। ଆପଣମାନେ ପୂରଣ କରିଦିଅନ୍ତୁ। ତାହେଲେ ସାଙ୍ଗମାନେ ଏତେ ରିକ୍ୱେଷ୍ଟ କଲା ପରେ କ'ଣ ଆପଣମାନେ ଆପଣମାନଙ୍କ ଭାଇ ଭାଉଜଙ୍କ ପାଇଁ କ'ଣ ଏତିକି କରିବେ ନାହିଁ? ତାହେଲେ ସାଙ୍ଗମାନେ ଏ ଭରସା ଆମର ଅଛି। ତାହେଲେ ସାଙ୍ଗମାନେ ଏବେ ଆମେ ରହୁଛୁ। ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ। ରହିଲୁ ସାଙ୍ଗମାନେ। ସେଇ ମହାପ୍ରଭୁଙ୍କ ନାମ ନେଇ ଆମେ ବନ୍ଦ କରିଥାଉ। ସେଇ ଭିଡ଼ିଓଟିକୁ ଷ୍ଟାର୍ଟ କରିଥାଉ ଏବଂ ସମାପ୍ତ କରିଥାଉ। ତାହେଲେ ରହିଲୁ ସାଙ୍ଗମାନେ। ଜୟ ଜଗନ୍ନାଥ। ନମସ୍କାର।